ବାରଙ୍ଗଠାରେ ଘଟିଛି ଅଭାବନୀୟ ଘଟଣା। ବାରଙ୍ଗ ନରଣପୁର ସ୍ଥିତ ଡିଓନ୍ ଆପାର୍ଟମେଣ୍ଟରେ ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ସେଣ୍ଟରିଂ ପଟା ଖୋଲିବା ବେଳେ ଘଟିଛି ବଡ଼ ଅଘଟଣ। ପାଇଖାନା ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ 3 ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସକାଳୁ ଟାଙ୍କି କାମରେ ଲାଗିଥିବା ସେଣ୍ଟରିଂ ପଟା ଖୋଲିବା ପାଇଁ ପ୍ରଥମେ 2 ଜଣ ଶ୍ରମିକ ଭିତରକୁ ଆସିଥିଲେ। ସେମାନେ ଭିତରେ ଅଚେତ ହୋଇ ରହିଯାଇଥିଲେ। ତୃତୀୟ ଶ୍ରମିକ ଜଣକ ଡାକିବାରୁ ଉତ୍ତର ଦେଇନଥିଲେ ଏବଂ ତାପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ତୃତୀୟ ଶ୍ରମିକ ଜଣକ ଭିତରକୁ ପଶିଥିଲେ। ସେ ମଧ୍ୟ ସେଠାରେ ଅଚେତ ହୋଇ ରହିଯାଇଥିଲେ। ବାହାରେ କାମ କରୁଥିବା ଅନ୍ୟ ଶ୍ରମିକମାନଙ୍କ କିଛି ସ୍ୱର ଶବ୍ଦ ଶୁଣାଯାଉନଥିବାରୁ ପାଖକୁ ଯାଇ ଦେଖିବା ପରେ ସବୁ ଜଣାପଡ଼ିଥିଲା। ଏହାପରେ ବାରଙ୍ଗ ଥାନାକୁ ଖବର ଦିଆଯାଇଥିଲା। ଏହାପରେ ପୁଲିସ ଓ ବାରଙ୍ଗ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ଏସଭିପି ମେଡିକାଲକୁ ପଠାଇଥିଲେ ଏବଂ ସେଠାରେ ତାଙ୍କୁ ଡକ୍ଟର ମୃତ ଘୋଷିତ କରିଥିଲେ।